ଯେମିତିକି ଆପଣମାନେ ପୂର୍ବ ଭିଡ଼ିଓରେ ଦେଖିଥିଲେ କି ଆମେମାନେ ଥିଲୁ ଅଯୋଧ୍ୟାରେ। ଅଯୋଧ୍ୟାରୁ ଆମେ ରିଟର୍ଣ୍ଣ କରୁଥିଲୁ ମଥୁରାକୁ। କାହିଁକିନା ଆମର ଆଜିର ଟୁର୍ ହେଉଛି ମଥୁରା। ତ ଚାଲନ୍ତୁ ଯିବା ଦେଖିବା ମଥୁରାରେ କେତେବେଳେ କ'ଣ ପହଞ୍ଚୁ, କାହିଁକିନା ଆମେ ସକାଳୁ ସକାଳୁ ବାହାରି ଯାଇଥିଲୁ। ଆଉ ବର୍ତ୍ତମାନ ଆମେ ଅଛୁ ଲକ୍ଷ୍ନୌ ହାଇୱେରେ। ତ ହାଇୱେ ଆପଣମାନେ ଦେଖିପାରୁଥିବେ ବହୁତ କ୍ଲିଅର ରାସ୍ତା, ଗହଳି ବିଲକୁଲ ନାହିଁ, ଗାଡ଼ିର ସ୍ପିଡ୍ ଥିଲା 110। ଆଉ ତା ଭିତରେ ଆମେ ଖା ପିଅ କରିକି ଯାଇକି ପହଞ୍ଚୁ ପହଞ୍ଚୁ ହେଇଯାଇଥିଲା 4ଟା। ସନ୍ଧ୍ୟା 4ଟା ବେଳେ ଆମେ ଭାବିଲୁ କି ଗୋଟେ ରେଷ୍ଟୁରାଣ୍ଟ ଆସିବ, ବଟ୍ ଏଠି ଗୋଟେ ରେଷ୍ଟୁରାଣ୍ଟ ଆସିଥିଲା କିନ୍ତୁ ଆମକୁ ଆମର ଲଞ୍ଚ ମିଳିନଥିଲା। ଆମେ ଭାବୁଥିଲୁ କିଛିଟା ଲଞ୍ଚ ଖାଇବୁ, ବଟ୍ ଏଠି କିଛି ଲଞ୍ଚ ନଥିଲା। ଆଉ ଯାହା ବି ସବୁ ଥିଲା ସେ ସବୁ ସ୍ନାକ୍ସ ହିଁ ଥିଲା, ସିଙ୍ଗଡ଼ା ଫିଙ୍ଗଡ଼ା ବଗେରା ଥିଲା, ଯେଉଁଟାକି ଖାଇଲା ପରେ ଆମର ପେଟ ଖରାପ ହେଇଯିବ। ସେଇଥିପାଇଁ ଆମେ କେବଳ ଗୋଟେ ଗୋଟେ ଆଇସ୍କ୍ରିମ୍ ଖାଇକି ପଳେଇ ଆସିଥିଲୁ। ତାପରେ ଆମେ ପୁଣି ଧରିଥିଲୁ ହାଇୱେ ଆଉ ପହଞ୍ଚି ଯାଇଥିଲୁ ଆଗ୍ରାରେ। ତ ଏଠି ଆଗ୍ରାର ଟୋଲ ଗେଟ୍ଟା ବି ବହୁତ ବଢ଼ିଆ ସୁନ୍ଦର ହେଇଛି, ପୁରା ଡିଟୋ ତାଜମହଲ ପରୀକ୍ଷା ଡିଜାଇନ୍ ହେଇଛି। ଯେହେତୁ ଏଟା ଆଗ୍ରା, କହିଲେ କ'ଣ କରିବା, ଆମେ ଯାଇକି ପହଞ୍ଚି ଯାଇଥିଲୁ ରାତିରେ ଡିନର କରିବା ପାଇଁ, କାହିଁକିନା ଆମେ ପୁରାପୁରି ଭୋକିଲା ଥିଲୁ। ବଟ୍ ଡିନର ଏତେ ଫାଷ୍ଟ ଥିଲା କି ମୁଁ ଭିଡ଼ିଓ ବନେଇବା ହିଁ ଭୁଲି ଯାଇଥିଲି। ଆଉ ଖାଇସାରିବା ପରେ ଆପଣମାନଙ୍କୁ ଖାଲି ପ୍ଲେଟ୍ଟା ଦେଖେଇଲି। ଆଉ ତାପରେ ଫାଇନାଲି ଆମେ ଆସିକି ପହଞ୍ଚି ଯାଇଛୁ ବୃନ୍ଦାବନ। ରାତି ହେଲାଣି ପାଖାପାଖି 12:30। ଆଉ ସେଇ ସମୟରେ ଏଠି ଦେଖିପାରୁଥିବେ ଯାଉଥିଲା ଗୋଟେ ବରା। ରାତିରେ ହୋଟେଲରେ ଷ୍ଟେ କରିସାରିବା ପରେ ଆମେ ସକାଳୁ ସକାଳୁ ବାହାରି ଯାଇଥିଲୁ ବୃନ୍ଦାବନ ଭିଜିଟ୍ କରିବାରେ। ଆଉ ଆମେ ଧରିଥିଲୁ ଗୋଟେ ଅଟୋ, ଯୋଉଟାକି ଆମେ ବୁକ୍ କରିଥିଲୁ 4 ଦିନ ପାଇଁ, ତାକି ଆମକୁ ସେଇ ଅଟୋବାଲା ଅଙ୍କଲ 4 ଦିନ ପର୍ଯ୍ୟନ୍ତ ପୁରାପୁରି ମଥୁରା ବୁଲେଇବେ। ଆଉ ତାପରେ ଏଠି ଆମେ ଦେଖିବାକୁ ପାଇଲୁ ଯମୁନା ନଦୀ, ଯୋଉ ଯମୁନା ନଦୀରେ ବାସୁଦେବ ନେଇକି ଯାଇଥିଲେ ଶ୍ରୀକୃଷ୍ଣଙ୍କୁ ଝଡ଼ି ବର୍ଷା ରାତିରେ, ଯୋଉ ଯମୁନା ନଦୀକୁ ସେ ପାର କରିଥିଲେ। ତ ସେଇ ଯମୁନା ନଦୀ ହେଉଛି ଏଇ ଜାଗା। ଆମେ ସେଠି ଯମୁନା ନଦୀ ଦେଖିକି ଗୋଟିଏ ଟଙ୍କା ପକେଇ ସାରିବା ପରେ ତାପରେ ଆମେ ଯାଉଛୁ ଆଉ ଗୋଟେ ସେଇ ଜାଗାରେ ପୂତନା ରାକ୍ଷସୀ ମା ବେଶରେ ଆସିକି କୃଷ୍ଣଙ୍କୁ ବିଷ ଦୁଧ ପିଆଇଥିଲା, ଆଉ ଯୋଉଟାକି କୃଷ୍ଣଙ୍କ ଶରୀର ଭିତରେ ପ୍ରବେଶ ହେଇନଥିଲା। ସେଇ ସମୟରେ ଶ୍ରୀକୃଷ୍ଣ ପୂତନାକୁ ବଦ୍ଧ କରିଥିଲେ। ଏଇଠି ହେଉଛି ସେଇ ପୂତନାର ସମାଧି ଅଛି। ବୃନ୍ଦାବନରେ ଗୋଟେ ଗଳିରେ ଯୋଉଠିକି ଗୋଟେ ମନ୍ଦିର ଯିବୁ ଆଉ। ସେଇଟା ହେଉଛି ଲଙ୍ଗୋଟି କୁଣ୍ଡ, ଯୋଉଠିକି କୃଷ୍ଣଙ୍କର 6ଟି ଦିନର କପଡ଼ା ଧୁଆ ହେଇଥିଲା। କୃଷ୍ଣଙ୍କୁ ଯେତେବେଳେ 6 ଦିନ ହେଇଥିଲା, ସେଇଦିନ ତାଙ୍କର କପଡ଼ା ଏଇ କୁଣ୍ଡରେ ଧୁଆ ହେଇଥିଲା। ଆଉ ସେଇଥିପାଇଁ ଏଇ କୁଣ୍ଡଟା ବହୁତ ପ୍ରସିଦ୍ଧ। ତ ସବୁକିଛି ତ ଏଇ ଗୋଟେ ଭିଡ଼ିଓ ଦେଖିବା ପସିବୁଲ୍ ନୁହଁ। ମୁଁ ଆପଣମାନଙ୍କ ପାଇଁ ନେକ୍ସଟ ପାର୍ଟରେ ଆଉ ଗୋଟେ ଭିଡ଼ିଓ ନେଇ ଆସିବି। ତ ଆଜି ପାଇଁ ଏତିକି, ରହିଲି ନମସ୍କାର। ଜୟ ଶ୍ରୀକୃଷ୍ଣ, ଜୟ ଜଗନ୍ନାଥ।